ସମସ୍ତଙ୍କୁ ସୁପ୍ରଭାତ। ଆଜି ଆମେ ଦ୍ୱିତୀୟ ଦିବସରେ ସାଧାରଣ ଅଶୁଦ୍ଧି ସମ୍ପର୍କରେ ଆଲୋଚନା କରିବା। ଆମେ ଗତ କ୍ଲାସ୍ରେ ଆଲୋଚନା କରିଥିଲା ବଚନଗତ ଅଶୁଦ୍ଧି, ଲିଙ୍ଗଗତ ଏବଂ ବିଶେଷଣ ବିଶେଷ୍ୟଗତ ଆମେ ଆଲୋଚନା କରିଥିଲା ଅଶୁଦ୍ଧି ବିଷୟରେ। ଆଜି ଣତ୍ପବିଧି, ସତ୍ପବିଧି ଇତ୍ୟାଦି ଇତ୍ୟାଦି ଯାହା ଅଛି ଆଲୋଚନା କରିବା। ଦେଖ, ଣତ୍ପବିଧିରେ କୃଷ୍ଣ ଅଶୁଦ୍ଧ ଶବ୍ଦ, ତାକୁ କୃଷ୍ଣ କୁହାଯାଉଛି। ଅପରାହ୍ନ ଏକ ଅଶୁଦ୍ଧ, ଅପରାହ୍ନ। ପୂର୍ବାହ୍ନ, ପୂର୍ବାହ୍ନ, ଣର ଉଚ୍ଚାରଣ କ୍ଷୁଣ୍ଣ, କ୍ଷୁଣ୍ଣ। ବିଷ୍ଣୁ, ବିଷ୍ଣୁ। ଏହି ପ୍ରକାରେ ତାପରେ ସତ୍ପବିଧିର କିଛି ଉଦାହରଣ ବହିରୁ ଦେଖ। ଆବିଷ୍କାର, ଆବିଷ୍କାର। ତାଳବ୍ୟସ ଏଠାରେ ହୁଏ ନାହିଁ, ଦନ୍ତ୍ୟସ ଆବିଷ୍କାର ହେଉଛି ଏବଂ ତାଳବ୍ୟସ ଆବିଷ୍କାର ହେଉଛି ଭୁଲ ଏବଂ ମୂର୍ଧନ୍ୟସ ଆବିଷ୍କାର ହେଉଛି ଠିକ୍। ସେମିତି ପରସ୍ପର, ପରସ୍ପର, ଦନ୍ତ୍ୟସ ପସ୍ପ। ପୁରସ୍କାର, ପୁରସ୍କାର, ଦନ୍ତ୍ୟସ କସ୍କସ୍କ, ଯେଉଁଟା ହେଉଛି ଆମେ ଏଠାରୁ ଜାଣିପାରିବା ଏଇଟା ଶୁଦ୍ଧ। ବିଷମ, ବିଷମ। ବିଷର୍ଣ୍ଣ, ବିଷର୍ଣ୍ଣ। ବିସର୍ଜନ, ବିସର୍ଜନ। ଏହି ପ୍ରକାରେ ଦେଖିପାରିବା ବହୁତ ଉଦାହରଣ। ତାପରେ ସନ୍ଧିଗତ ଅଶୁଦ୍ଧି ଦେଖ। ଉଜ୍ଜ୍ୱଳ, ଉତ୍ ଯୁକ୍ତ ଜ୍ୱଳ। ତ ଆମେ ଦେଖିପାରିବା ୟାର ଅଶୁଦ୍ଧ ଏବଂ ଶୁଦ୍ଧ ରୂପ କେମିତି ଲେଖାଯାଉଛି। ଉଜ୍ଜ୍ୱଳ। ଗଣେଶ, ଗଣେଶ, ଗଣ ଈଶ। ଦିଗାମ୍ବର, ଦିକ୍ ଅମ୍ବର, ଦିଗମ୍ବର, ତାହା ହେଉଛି ନିର୍ଜନ, ନିଜନ, ନିର୍ଜନ। ଏହି ପ୍ରକାରେ ଆମେ ବହିରୁ ଦେଖିବା ଏବଂ ପରବର୍ତ୍ତୀ ପର୍ଯ୍ୟାୟ ପୁଣି ଆଲୋଚନା କରିବା। ସମାସଗତ ଅଶୁଦ୍ଧି ଦେଖ। ଅହର୍ନିଶି, ଅହର୍ନିଶ। ଅହୋରାତ୍ରି, ଅହୋରାତ୍ର। ଦିବାରାତ୍ରି, ଦିବାରାତ୍ର। ନିର୍ଧନି, ନିର୍ଧନ। ଏହି ପ୍ରକାରେ ଆମେ ଅଶୁଦ୍ଧି ଶବ୍ଦକୁ ଶୁଦ୍ଧ ରୂପରେ ଲେଖିପାରିବା, ଯାହା ତୁମେ ଦେଖିପାରୁଥିବ। ନିର୍ଦୋଷୀ, ଆମେ ନିର୍ଦୋଷୀ କହୁନାହୁଁ, ନିର୍ଦୋଷ କହୁ। ନିରପରାଧୀ କହୁନାହୁଁ, ନିରପରାଧ କହୁ। ନିରୋଗୀ ଭୁଲ, ନିରୋଗ ହେଉଛି ରାଇଟ୍। ନିରୋଦ, ତାକୁ ନିରଦ କୁହାଯାଏ। ଶଶିଭୂଷଣ ଦେଖ, ଲେଖିଲା ବେଳେ ଶଶିଭୂଷଣ କେମିତି ଲେଖିବ। କୃଦନ୍ତଗତ ସେମିତି ଲେଖିଲା ବେଳେ କେମିତି ଲେଖିବ। ଅଧୀନସ୍ଥ, ଅଧୀନ। ଅନୁଗୃହ, ଅନୁଗ୍ରହ। ଗୃହୀତ, ଦୀର୍ଘଇ ଦେଖ, ଗୃହୀତ ହେବ। ସୃଜନ, ସର୍ଜନ ଆମେ କହିପାରିବା। ସେମିତି ତଦ୍ଧିତଗତ। ଆତ୍ମୀୟ, ଆତ୍ମୀୟ। ଆତ୍ମାଯୁକ୍ତ ଇୟ, ଦୀର୍ଘ ଇ। ଶାସ୍ତ୍ରୀୟ, ଶାସ୍ତ୍ରୀୟ। ଶାସ୍ତ୍ରଯୁକ୍ତ ଇୟ। ଏହି ପ୍ରକାରେ ଆମେ ଦେଖିପାରିବା। କେଉଁଠି ହର୍ଷଇ, କେଉଁଠି ଦୀର୍ଘଇ ହେବ ସେଇଟା ବହି ଦେଖିଲେ ଯାଇ ଏବଂ ମୁଁ ଯାହା ଏଇ PDF ମାଧ୍ୟମରେ ଦେଉଛି ତାହା ଦେଖିଲେ ନିହାତି ଜାଣିପାରିବ। ଏହି ପ୍ରକାରେ ଆମେ ଦେଖିପାରିବା ଆତ୍ମିକ, ଭୌଗୋଳିକ, ବୈଜ୍ଞାନିକ, ଯେଉଁଟା ଶୁଦ୍ଧ ଶବ୍ଦ ଆମେ ଜାଣିପାରିବା ଏବଂ ଦେଖିବା। ତ ଜାତ ବା ସମ୍ବନ୍ଧ ଅର୍ଥରେ ଇନ ପ୍ରତ୍ୟୟ ଯୋଗ ହୋଇ କେତେକ ତଦ୍ଧିତ ପଦ ଗଠିତ ହୋଇଥାଏ ଏବଂ ଏହି ଇନ ବା ଦୀର୍ଘ ଇନ ପ୍ରତ୍ୟୟଟି ମୂଳ ଶବ୍ଦରେ ଯୋଗ ହେଲାବେଳେ ମୂଳ ଶବ୍ଦର ଅନ୍ତିମ ଅସ୍ପର ଦୀର୍ଘ ଇରେ ପରିଣତ ହୋଇଥାଏ। ଯେମିତି କୁଳୀନ, କୁଳୀନ। ନବୀନ, ନବୀନ। ବିଶ୍ୱଜନୀନ, ବିଶ୍ୱଜନୀନ। ସାର୍ବଜନୀନ, ସାର୍ବଜନୀନ ଇତ୍ୟାଦି। ତାପରେ ଦେଖ, ଅସ୍ତି ଅର୍ଥରେ ଇଳ ପ୍ରତ୍ୟୟ ଯୋଗ ହୋଇ ବିଭିନ୍ନ ତଦ୍ଧିତ ପଦ ଗଠିତ ହୋଇଥାଏ। ଏହି ଇଳ ପ୍ରତ୍ୟୟଟି ମୂଳ ଶବ୍ଦ ଯୋଗ ହେଲାବେଳେ ମୂଳ ଶବ୍ଦର ଅନ୍ତିମ ହ୍ରସ୍ୱ ସ୍ୱରଧ୍ୱନି ସହିତ ମିଶି ହ୍ରସ୍ୱଇ ମିଶି ତାହା ଇରେ ପରିଣତ ହୁଏ। ଯେମିତି ଜଟିଳ, ଜଟିଳ। ଫେନିଳ, ଫେନିଳ। ହର୍ଷଇ ହେଉଛି ରାଇଟ୍। ପଙ୍କିଳ, ପଙ୍କିଳ। ଏହି ପ୍ରକାରେ ଯେଉଁଟା ହର୍ଷଇ ସେଇଟା ଶୁଦ୍ଧ। ଆଉ କେତୋଟି ଶୁଦ୍ଧ ଶବ୍ଦ ଦେଖିବା। ଅଶୁଦ୍ଧ ହେଲା ଆବଶ୍ୟକୀୟ, ଶୁଦ୍ଧ ଆବଶ୍ୟକ। ଆରକ୍ତିମର, ଶୁଦ୍ଧ ହେଲା ଆରକ୍ତ ବା ରକ୍ତିମ। ଉଜ୍ଜ୍ୱଳମୟର, ଶୁଦ୍ଧ ହେଲା ଉଜ୍ଜ୍ୱଳ। ଏକତ୍ରିତର, ଶୁଦ୍ଧ ହେଲା ଏକତ୍ର। ପୌରୋହିତ୍ୟର, ଶୁଦ୍ଧ ହେଲା ପୌରୋହିତ୍ୟ ବା ପୁରୋହିତ ଯୁକ୍ତ ଜ, ପୌରୋହିତ୍ୟ। ବନାନଗତ ଅଶୁଦ୍ଧି ଆମେ ଦେଖିପାରିବା। ଏଇଟା ବନାନଗତ ଅଞ୍ଜଳି, ଅଞ୍ଜଳି ଦେଖିବ ବର୍ଣ୍ଣଗତ ଅଶୁଦ୍ଧିରେ, ତାହା ବହିରେ ବି ଦିଆଯାଇଛି, ଆମେ ପଢ଼ିବା ଏଇଟା। ତାପରେ ଉପଯୋଗିତା, ଉପଯୋଗିତା ହର୍ଷଇ କେମିତି ହେବ, ଏହି ପ୍ରକାରେ ଋଣଗ୍ରସ୍ତ କେମିତି ଲେଖାଯାଏ ଏଇଟା ଲେଖିଲା ବେଳେ ଯାଇ ଆମେ ଜାଣିପାରିବା। ଏହି ପ୍ରକାରେ ଆମେ ଜୀବିତ, ଜୀବିତ। ଜ୍ୟେଷ୍ଠ, ଜ୍ୟେଷ୍ଠ। ତ୍ରିଭୁଜ, ତ୍ରିଭୁଜ। ଲେଖିଲା ବେଳେ ଆମେ ହର୍ଷଇ, ଦୀର୍ଘଇ, ହର୍ଷଉ, ଦୀର୍ଘଉ, ଇକାର, ଔକାର ଏହି ପ୍ରକାରେ ଦେଖିବା ଏବଂ ଜାଣିବା। ତ ଆମେ କ୍ଲାସ୍ରେ ଏ ବିଷୟରେ ଡିଟେଲ୍ସ ଆଲୋଚନା କରିବା। ଧନ୍ୟବାଦ।